वेस्टर्न एकेडमी प्लस टू रे समस्त को स्वागत। आज आम आलोचना करिबा प्लस टू सेकेंड ईयर हिस्टोरी बहिर द्वितीय यूनिट भारतीय संस्कृतिर मूल भित्ति संपर्क रे गत क्लास आमे आलोचना करथिले हरप्पा संस्कृति संपर्क रे हरप्पा संस्कृतिर आविष्कार हरप्पा संस्कृतिर जो विभिन्न प्रत्नतत्व खनन द्वारा पर्यायक्रमे जो विभिन्न तथ्य ऐतिहासिक तथ्य मिलिथिला से संपर्क रे उक्त वीडियो रे आमे आलोचना करिचे। ए वीडियो रे आमे आलोचना करिबा जे भौगोलिक विस्तृति ओ जनसंख्या हरप्पा सभ्यतार हरप्पा संस्कृतिर भौगोलिक विस्तृति एवं तार जनसंख्या संपर्क रे आलोचना करिबा। हरप्पा सभ्यता को प्रथमे सार जन मार्शल सिंधु सभ्यता भाव रे नामित करथिले। ए कथाटी पिला माने मने रखिबो जे किए हरप्पा संस्कृति को बा हरप्पा सभ्यता को सिंधु सभ्यता बोली नामित करथिले सार जन मार्शल। ठीक अछि। ए व्यक्ति से समय रे कोन थिले ना डायरेक्टर जनरल हमर एएसआई आर्कोलॉजिकल सर्वे ऑफ इंडिया रो भारतर स्वाधीनता परे एही सभ्यता हरप्पा सभ्यता भाव रे परिचिति लाभ करिछि। को सभ्यता ना ई जो सिंधु सभ्यता सार जन मार्शल नामकरण करथिले सेही सभ्यता जेतेबेले भारत स्वाधीन होउची से समय रे कोन होउची ना हरप्पा सभ्यता हरप्पा सिविलाइजेशन नाम रे नामित होउची। ई हरप्पा सभ्यतार भौगोलिक विस्तृति पाकिस्तान रो समतल भूमि बेलुबिस्तान किछि अंचल भारतर पंजाब हरियाणा उत्तर पश्चिम उत्तर प्रदेश उत्तर राजस्थान गुजरात प्रभृति प्रदेश मानकर सीमा सहित परिव्याप्त थिला। को सभ्यता ना एई हरप्पा सभ्यता भारतर स्वाधीन हेबा बेलकु हरप्पा सभ्यतार अवशेष प्राय 40 टी स्थान रे मिलिथिबा कथा वर्तमान गवेषक माने मत दउचंती। प्राय 1400 टी स्थानरु अवशेष मिली सारिछि। वर्तमान यदि देखिबा 1400 स्थानरु हरप्पा संस्कृतिर अवशेष मिलिछि किंतु भारत स्वाधीन होला बेले 40 टी स्थानरु हमकु से सभ्यतार स्थिति मिलिथिला। अवश्य प्रत्येक स्थानर समृद्ध नगर सभ्यतार सूचना ए संस्कृतिर मिले किंतु प्रत्येक स्थान रे किछि ना किछि तथ्य मिले जदिओ प्रत्येक स्थान रु हमकु ए नगर सभ्यता ए आधुनिक सभ्यता हरप्पा सभ्यतार स्थिति मिले किंतु सबु जगह रे हमकु नगर धारार मिले नाही। पश्चिम रे बेलुचिस्तान रो सुटकाजेरे काजेंडोरे ठारे आरंभ करी पूर्व रे उत्तर प्रदेश मीरठ जिल्ला रे अवस्थित आलमगीरपुर एवं दक्षिण रे
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଦାଇମାବାଦୁର ଆରମ୍ଭ କରି ଉତ୍ତରରେ ଜାମ୍ମୁ ଓ କାଶ୍ମୀର ପ୍ରଦେଶର ଅଖନୁର ଜିଲ୍ଲାରେ ଅବସ୍ଥିତ ମଣ୍ଡା ପର୍ଯ୍ୟନ୍ତ ଏହି ସଭ୍ୟତାର ଭୌଗୋଳିକ ବିସ୍ତୃତି ଥିଲା। ପୂର୍ବ ପଶ୍ଚିମରେ ଦୈର୍ଘ୍ୟ ପ୍ରାୟ 1600 କିମି। ମନେ ରଖ ପିଲାମାନେ, ପୂର୍ବ ଏବଂ ପଶ୍ଚିମରେ ହରପ୍ପା ସଭ୍ୟତାର ଦୈର୍ଘ୍ୟ କେତେ ଥିଲା ନା 1600 କିମି ଏବଂ ଉତ୍ତର ଦକ୍ଷିଣର ବିସ୍ତୃତି ପ୍ରାୟ 1400 କିମି। ଠିକ ଅଛି। ଭୌଗୋଳିକ ଦୃଷ୍ଟିକୋଣରୁ ଏହା ପ୍ରାୟ 22.50 ବର୍ଗ କିମି ଅଞ୍ଚଳରେ ଏହି ସଭ୍ୟତା, ଏହି ବିଶାଳ ସଭ୍ୟତା ଗଢ଼ି ଉଠିଥିବାର କଥା ସୂଚନା ମିଳେ। ଏହି 1400 ସ୍ଥାନମାନଙ୍କ ମଧ୍ୟରୁ କେତେକ ସ୍ଥାନରେ ବିଶାଳ ନଗର ଗଢ଼ି ଉଠିଥିଲା ବେଳେ ଅନ୍ୟ ସବୁ ଜାଗାମାନଙ୍କରେ ଛୋଟ ଛୋଟ ସହର ଥିଲା। ତମକୁ ଯୋଉ କହୁଥିଲି ଯେ ହରପ୍ପା ସଭ୍ୟତା ଏକ ନଗର ସଭ୍ୟତା, ନଗର ଭିତ୍ତିକ ସଭ୍ୟତା, ନଗରକୁ କେନ୍ଦ୍ର କରି ଗଢ଼ି ଉଠିଥିବା ସଭ୍ୟତା। ତେଣୁକରି ଏ ସଭ୍ୟତା ବିଶେଷ ଭାବରେ ଯୋଉ ଅଳ୍ପ କେତୋଟି ସ୍ଥାନରେ ଏ ସଭ୍ୟତା ନଗର ସଭ୍ୟତା ଭାବରେ ଗଢ଼ି ଉଠିଥିବା ବେଳେ ଆଉ ଯୋଉ ଅଳ୍ପ ସ୍ଥାନ ରହିଥିଲା, ପ୍ରାୟତଃ ସମୁଦାୟ ଆମକୁ 1400 ସ୍ଥାନରୁ ଏହାର ସୂଚନା ମିଳିଥିଲା। କିନ୍ତୁ ଏ 1400 ସ୍ଥାନ ଭିତରୁ କିଛି ଜାଗାରେ ଆମେ ବଡ଼ ସହର ବା ନଗର ସଭ୍ୟତାକୁ ଦେଖୁଥିବା ବେଳେ ଆଉ କିଛି ସ୍ଥାନରେ ଆମେ ଛୋଟ ଛୋଟ ସହରର ସ୍ଥିତି ଖୋଜି ପାରିଛୁ। ଏହି ପରିବ୍ୟାପ୍ତ ସଭ୍ୟତା ବିଶେଷ ଭାବରେ ଆମର ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଏସବୁ ତଥ୍ୟ ଆମ ପାଖକୁ ଆସିଛି। ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ପାକିସ୍ତାନର ସିନ୍ଧୁ ପ୍ରଦେଶ, ଲାରକାନା ଜିଲ୍ଲାରେ ଅବସ୍ଥିତ ମହେଞ୍ଜୋଦାରୋ, ହରପ୍ପା, ପଞ୍ଜାବର ରୋପାର, ରାଜସ୍ଥାନ କାଲିବଙ୍ଗାନ, ଗୁଜରାଟର ଲୋଥାଲ, ସୁରକୋଟାଡ଼, ଧୋଲାଭିରା, ପାକିସ୍ତାନରେ ଅବସ୍ଥିତ ଚାହୁଦାରୋ, ଉତ୍ତରପ୍ରଦେଶରେ ଅବସ୍ଥିତ ଆଲମଗିରିପୁର ଇତ୍ୟାଦି ହରପ୍ପା ସଭ୍ୟତା ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ଆମକୁ ଦେଖିବାକୁ ମିଳେ। ହରପ୍ପା ଓ ମହେଞ୍ଜୋଦାରୋରୁ ମିଳିଥିବା ଅବଶେଷରୁ ସିନ୍ଧୁ ସଭ୍ୟତା ସମ୍ପର୍କରେ କେତେକ ସାଂସ୍କୃତିକ ଚିହ୍ନକୁ ପ୍ରତ୍ନତତ୍ତ୍ୱବିତ୍ ମାନେ ଖୋଜି ବାହାର କରିଛନ୍ତି, ଯାହା ଦ୍ୱାରା ଏହି ସଭ୍ୟତାର ଅନ୍ୟାନ୍ୟ ସ୍ଥାନମାନଙ୍କରୁ ମିଳିଥିବା ସଂସ୍କୃତିର ବୈଶିଷ୍ଟ୍ୟକୁ ବୁଝିବା ସହଜ ସାଧ୍ୟ ହୋଇଥାଏ। ଆମେ ଏମିତି ଏକ କିଛି ତଥ୍ୟ ପାଇଛେ, ମୁଁ ଯୋଉ ଉପରେ ପାକିସ୍ତାନର କଥା କହିଲି, ଗୁଜରାଟର କଥା କହିଲି, ଆଲମଗିରିର କଥା କହିଲି, ଏ ଅଞ୍ଚଳରୁ ଏମିତି କିଛି ତଥ୍ୟ ଆମକୁ ମିଳିଛି। ସେ ତଥ୍ୟକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ଯୋଉ ତଥ୍ୟ ଗୁଡାକ ଆମକୁ ମିଳୁଛି, ସେ ତଥ୍ୟର ଆମେ କହୁଛେ ଯେ ଏହା ଏକ ହରପ୍ପା ସଂସ୍କୃତିର ଅଙ୍ଗ ବିଶେଷ ବୋଲି। ସେଇଭଳି କିଛି ତାଲିକା ଏଠାରେ ଦିଆଯାଇଛି। ଯେମିତି
ଚକ ତିଆରି ମୃଣ୍ମୟ ପାତ୍ର, ମାନେ ଚକରେ, କୁମ୍ଭାର ଚକରେ ତିଆରି ମୃଣ୍ମୟ ପାତ୍ର, ହଁ, ଏସବୁ ହଉଛି ହରପ୍ପା ସଭ୍ୟତାର ଗୋଟେ ସ୍ଥିତି, ଯୋଉ ଜାଗାରେ ଚକ ତିଆରି ମୃଣ୍ମୟ ପାତ୍ର ମିଳୁଥିଲା, ସିଲ୍ ବା ମୋହର ମିଳୁଥିଲା, ସେ ଜାଗାରୁ ପୋଡ଼ା ଇଟାର ବ୍ୟବହାର, ପୋଡ଼ା ଇଟା, ଆମ ହରପ୍ପା ସଂସ୍କୃତିର ବ୍ୟକ୍ତି ମାନେ ପୋଡ଼ା ଇଟାର ବ୍ୟବହାର କରୁଥିଲେ, ପିଲାମାନେ ମନେ ରଖ। ତାପରେ ଓଜନ ମାପ ବ୍ୟବସ୍ଥା, ହରପ୍ପା ସଂସ୍କୃତିରେ ଓଜନ ମାପ ବ୍ୟବସ୍ଥା ବା ନିକିତି ବ୍ୟବହାର କରାଯାଉଥିଲା। ତାପରେ ସୁକଳ୍ପିତ ରାସ୍ତା ଓ ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା, ଆମେ ହରପ୍ପା ସଂସ୍କୃତିକୁ ଯଦି ଦେଖିବା, ତାଙ୍କର ଯୋଉ ଡ୍ରେନେଜ ସିଷ୍ଟମ ବା ତାଙ୍କର ଯୋଉ ନର୍ଦ୍ଦମା ସିଷ୍ଟମ ବହୁତ ବେଟର ଥିଲା, ଭଲ ଥିଲା। ତାପରେ ସହରର ଗୋଟିଏ ପ୍ରାନ୍ତରେ ଦୁର୍ଗ ନିର୍ମାଣ, ସେମାନେ ସହରର ଗୋଟିଏ ପ୍ରାନ୍ତରେ ମାନେ ଶେଷରେ ଗୋଟେ ଦୁର୍ଗ ନିର୍ମାଣ କରୁଥିଲେ, ଦୁର୍ଗ, ବୁଝିଯାଉଛି। 7 ନମ୍ବର ହଉଛି କୂଅ ଓ ସ୍ନାନାଗାର ନିର୍ମାଣ, ସେମାନେ ଗୋଟେ ବାଥରୁମ ମଧ୍ୟ ତିଆରି କରିଥିଲେ, ସ୍ନାନାଗାର ମାନେ ଗୋଟେ ଯୋଉ ବୃହତ ସ୍ନାନାଗାର ମିଳିଥିବା କଥା ଆମେ କହୁ ହରପ୍ପା ସଭ୍ୟତାରୁ। ତାଙ୍କ ସଭ୍ୟତାର ଗୋଟେ ଚିହ୍ନ ହଉଛି ଯେ ଯୋଉଠି ଏସବୁ ଏଇ ଯୋଉ 8ଟି ପଏଣ୍ଟ ସେମାନେ ଦେଇଛନ୍ତି, ସହରରେ, ସହର ବାହାରେ କବର ସ୍ଥାନ, ମାନେ ଯୋଉ ସହର ବାହାରରେ କବର ବ୍ୟବସ୍ଥା, କବର ମାନେ ମୃତାହ ବ୍ୟକ୍ତି ମାନଙ୍କୁ ଯୋଉଠି ପକାଯାଏ, ସେଇ ବ୍ୟବସ୍ଥା ହରପ୍ପା ସଂସ୍କୃତିର ବ୍ୟକ୍ତି ମାନେ କରୁଥିଲେ ବା ହରପ୍ପା ସଭ୍ୟତାରେ ଦେଖିବାକୁ ମିଳେ। ଏଇ 8ଟି ଲକ୍ଷଣ ଆମେ ଯୋଉଠି ଦେଖିବା, ଆମେ ଦେଖିପାରିବା ଯେ ସେଇଠି ହରପ୍ପା ସଭ୍ୟତାର କିଛି ନା କିଛି ଛାପ ରହିଯାଇଛି। ଏବଂ ଏ 8ଟି ବିଷୟ ସମ୍ପର୍କରେ ଏ 8ଟି ବିଷୟର ହଉଛି ହରପ୍ପା ସଭ୍ୟତାର ବୈଶିଷ୍ଟ୍ୟ କହିଲେ ଅତ୍ୟୁକ୍ତି ହବ ନାହିଁ, ଏସବୁ ଜିନିଷ ମିଳିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପ୍ରତ୍ନତତ୍ତ୍ୱବିତ୍ ମାନେ ଅନୁମାନ କରିଛନ୍ତି ଯେ ମହେଞ୍ଜୋଦାରୋ ଜନସଂଖ୍ୟା ପ୍ରାୟ 85,000 ଥିବା ବେଳେ ହରପ୍ପା ଜନସଂଖ୍ୟା ପ୍ରାୟ 65,000 ଥିଲା। ମନେ ରଖ, ଗବେଷକ ମାନଙ୍କର ମତ ଅନୁସାରେ ଆମର ମହେଞ୍ଜୋଦାରୋ ଯୋଉ ସଭ୍ୟତା, ସେଠିକାରେ କେତେ ଥିଲା ନା 85,000 ସେ ସହରର ଜନସଂଖ୍ୟା ଥିବା ବେଳେ ଆମର ହରପ୍ପା ସଂସ୍କୃତି ବା ହରପ୍ପା ସଭ୍ୟତାର ଜନସଂଖ୍ୟା ଥିଲା 65,000। ତେବେ ହରପ୍ପା ସଭ୍ୟତାର ସବୁ ସହର ମାନଙ୍କର ଜନସଂଖ୍ୟା 2.500 ରୁ ଅଧିକ ହେବ ବୋଲି ଗବେଷକ ମାନେ କହୁଛନ୍ତି, 2 ଲକ୍ଷରୁ ଅଧିକ ହେବ ବୋଲି। ହରପ୍ପା ସଭ୍ୟତାର ସମୟ କାଳ ସମ୍ପର୍କରେ ଆଲୋଚନା କରିବା। ଏଇ ବିଶାଳ ସଭ୍ୟତାର ସମୟ କାଳ ପିଲାମାନେ କେତେ, ସେ ସମ୍ପର୍କରେ ଆମକୁ ଜାଣିବାକୁ ପଡିବ। ଆମେ ଗୋଟେ ଲଙ୍ଗ କୋଶ୍ଚିନ୍ ଲେଖିଲେ ଆମେ ପ୍ରଥମେ ହରପ୍ପା ସଂସ୍କୃତି, ହରପ୍ପା ସଭ୍ୟତାର ଆବିଷ୍କାର କିଭଳି ହେଲା, କିଏ କଲେ, ସେ ବିଷୟରେ ତ ଲେଖିବା, କିନ୍ତୁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ଦୈନିକ ଆମର ବ୍ୟବହାର୍ଯ୍ୟ କଥା ଆମେ ତ ଲେଖିବା, କିନ୍ତୁ ତା ସହିତ ତାଙ୍କର ସମୟ, କୋଉ ସମୟର ହରପ୍ପା ସଭ୍ୟତା ବୋଲି ଆମେ ତାକୁ ମଧ୍ୟ ଲେଖିବା। ପ୍ରଥମେ ସାର୍ ଜନ୍ ମାର୍ଶଲ ମେସୋପୋଟାମିଆର ସମୟ କାଳକୁ ଦୃଷ୍ଟିରେ ରଖି ମତ ଦେଇଥିଲେ ଯେ ଯିଏ ସାର୍ ଜନ୍ ମାର୍ଶଲ ବ୍ୟକ୍ତି, ଇଂରେଜ ବ୍ୟକ୍ତି, ସେ ଏ ସଭ୍ୟତା ସମ୍ପର୍କରେ କାହାକୁ ଲକ୍ଷ୍ୟ କରିକି, ନା ଯୋଉ
ଗ୍ରୀକର ମେସୋପୋଟାମିଆ ସଭ୍ୟତା, এই ସଭ୍ୟତାର ସମୟ କାଳକୁ ଅନୁମାନ କରିକି ଏ ସଭ୍ୟତାର ସମୟ କେତେ ଥିଲେ ନା ଖ୍ରୀଷ୍ଟପୂର୍ବ 3250 ରୁ ଖ୍ରୀଷ୍ଟପୂର୍ବ 2750 ମଧ୍ୟରେ ଗଢି ଉଠିଥିଲା ବୋଲି କିଏ କହିଥିଲେ ନା ସାର୍ ଜନ୍ ମାର୍ଶଲ କହିଥିଲେ। ଠିକ ଅଛି। ତାପରେ ମର୍ ହ୍ୱିଲରଙ୍କ ମତରେ ଏହି ସଭ୍ୟତାର ସମୟ କାଳ ହଉଛି ଖ୍ରୀଷ୍ଟପୂର୍ବ 2500 ରୁ ଖ୍ରୀଷ୍ଟପୂର୍ବ 1500 ମଧ୍ୟରେ ସୀମିତ ଥିଲା ବୋଲି ସେ କହୁଛନ୍ତି। ସାଧାରଣ ଭାବରେ ଏହାର ସମୟ କାଳକୁ ଖ୍ରୀଷ୍ଟପୂର୍ବ 2750 ରୁ ଖ୍ରୀଷ୍ଟପୂର୍ବ 1750 ମଧ୍ୟରେ ଆବଦ୍ଧ କରାଯାଇଅଛି। ଗବେଷକ ମାନେ ଏହି ସଭ୍ୟତାର ସମୟ କାଳକୁ ଖ୍ରୀଷ୍ଟପୂର୍ବ 2750 ରୁ 1750 ମଧ୍ୟରେ ସୀମିତ ବା ଏହି ସମୟ ଭିତରେ ହିଁ ହରପ୍ପା ସଭ୍ୟତାର ଉତ୍ଥାନ, ହରପ୍ପା ସଭ୍ୟତାର ବିକାଶ, ହରପ୍ପା ସଭ୍ୟତାର ଆବିର୍ଭାବ ଘଟିଥିବା କଥା ସେମାନେ କହୁଛନ୍ତି। ରେଡିଓ କାର୍ବନ ଡେଟିଂର ଉଦ୍ଭାବନ ପରେ ଏହାର ସମୟ କାଳକୁ ନିମ୍ନଲିଖିତ ଭାବରେ ସ୍ଥିରୀକୃତ କରାଯାଇଛି। ଯୋଉ ରେଡିଓ କାର୍ବନ ର ଉଦ୍ଭାବନ ହୋଇଛି, ଆମେ ଜାଣିପାରିବା ଯେ କୌଣସି ଏକ ପଥର ବା କୌଣସି ପ୍ରସ୍ତରକୁ ଚେକ୍ କରିକି ଯେ ଏ ପଥର ବା ଏ ଦ୍ରବ୍ୟ ବିଶେଷ ଭାବରେ କେତେ ବର୍ଷ ପୁରୁଣା ଦ୍ରବ୍ୟ, ତାହେଲେ ପ୍ରାକ୍ ହରପ୍ପା ସମୟ ହଉଛି ଖ୍ରୀଷ୍ଟପୂର୍ବ 3500 ରୁ ଖ୍ରୀଷ୍ଟପୂର୍ବ 2600। এটা ହଉଛି ରେଡିଓ କାର୍ବନ ପରବର୍ତ୍ତୀ ପର୍ଯ୍ୟାୟରେ ହେବା ପରେ এটা ପ୍ରାକ୍ ହରପ୍ପା ସମୟ ଖ୍ରୀଷ୍ଟପୂର୍ବ 3500 ରୁ ଖ୍ରୀଷ୍ଟପୂର୍ବ 2600। ଦ୍ୱିତୀୟଟି ହଉଛି ହରପ୍ପାର ଉତ୍କର୍ଷ ସମୟ, ମାନେ ଯୋଉଟା ଟପ୍ ସମୟ, ଯୋଉଟା ସମୟରେ ଶୀର୍ଷକୁ ପହଞ୍ଚିଥିଲା। ହରପ୍ପା ସଂସ୍କୃତି ଯୋଉ ସମୟରେ ସମୃଦ୍ଧ ଥିଲା, 2600 ଖ୍ରୀଷ୍ଟପୂର୍ବ 2600 ରୁ ଖ୍ରୀଷ୍ଟପୂର୍ବ 1900 এই ସମୟ ଭିତରେ ହରପ୍ପା ସଂସ୍କୃତି ଟପ୍ ଲେଭେଲରେ ପହଞ୍ଚିଥିଲା ବା ନିଜର ଶିଖରକୁ ପହଞ୍ଚିଥିଲା। ଠିକ ଅଛି। ତୃତୀୟଟି ହଉଛି ବିଳମ୍ବିତ ବା ହରପ୍ପାର ଶେଷ ପର୍ଯ୍ୟାୟ ଖ୍ରୀଷ୍ଟପୂର୍ବ 1900 ରୁ ଖ୍ରୀଷ୍ଟପୂର୍ବ 1300 ବୋଲି ଗବେଷକ ମାନେ ମତ ଦଉଛନ୍ତି। ଏହି ସମୟ କାଳ ମଧ୍ୟରେ ଭାରତର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବ୍ରୋଞ୍ଜ ଯୁଗୀୟ ସଂସ୍କୃତିର ବିକାଶ ଆମେ ଦେଖିବାକୁ ପାଇଥିବା। ସିନ୍ଧୁ ସଭ୍ୟତାର ଭୌଗୋଳିକ ସୀମା ମଧ୍ୟରେ ନଗର ସଭ୍ୟତା ବ୍ୟତୀତ ଅନେକ ଗ୍ରାମ୍ୟ ଅବସ୍ଥା, ଏ ସିନ୍ଧୁ ସଭ୍ୟତା ସହିତ ଆମେ ଅନେକ ଗ୍ରାମ୍ୟ ସଂସ୍କୃତି ମଧ୍ୟ, କେବଳ ତ ସହର ସଂସ୍କୃତି ଗଢି ଉଠି ନଥିବ, କିଛି ଗ୍ରାମ୍ୟ ସଂସ୍କୃତି ମଧ୍ୟ ଗଢିଥିବ ଥିଲା। ଏବଂ ଏହାର ବାହାରେ କେଉଁଠି ମେସୋଲିସ୍ ସଂସ୍କୃତି ତ କେଉଁଠି ନବପ୍ରସ୍ତର ଯୁଗର ଲୋକମାନେ ରହୁଥିଲେ। ବୁଝି ହଉଛି। ନଗର ପରିକଳ୍ପନା ଓ ଗଠନ ପ୍ରଣାଳୀ ଆମେ ଦେଖିବା ଯେ ହରପ୍ପା ସଂସ୍କୃତିର ନଗର ପରିକଳ୍ପନା ଏବଂ ତାର ଗଠନ ପ୍ରଣାଳୀ ସମ୍ପର୍କରେ ମୁଁ ଭାବୁଛି ଏ ଭିଡିଓରେ ଆଲୋଚନା କଲେ ଠିକ ହବ। ତମମାନେ ଯଦି ଧୈର୍ଯ୍ୟ ଅଛି ତାହେଲେ ଭିଡିଓଟି ଦେଖ, ଆମମାନଙ୍କୁ ଏନକରେଜ କର, ଯାହା ଫଳରେ ଆମେ ହିଷ୍ଟୋରି କାହିଁକି, ହିଷ୍ଟୋରି ବ୍ୟତୀତ ଅନ୍ୟ ସବଜେକ୍ଟର କ୍ଲାସ ମଧ୍ୟ ଆମେ ଆଣିବୁ। ମହେଞ୍ଜୋଦାରୋ ଏବଂ ହରପ୍ପା ନଗର ଦ୍ୱୟର ଆୟତନ ଯଥାକ୍ରମେ
2500 ହେକ୍ଟର ଓ 150 ହେକ୍ଟର ଅଟେ। ଏଇ ଦୁଇଟି ସହରର କଥା ସେ କହୁଛନ୍ତି। ମହେଞ୍ଜୋଦାରୋ ସର୍ବବୃହତ୍ତମ ଏବଂ ଏକ ସୁପରିକଳ୍ପିତ ଯୋଜନା ଉପରେ ଏହାକୁ ନିର୍ମାଣ କରାଯାଇଥିଲା। କୋଉଟାକୁ ନା ମହେଞ୍ଜୋଦାରୋକୁ ସୁପରିକଳ୍ପିତ ଅତ୍ୟନ୍ତ ଯତ୍ନ ସହକାରେ ପ୍ରି ପ୍ଲାନ୍ ଆମେ ଇଂରାଜୀରେ କହିବା, ସେଭଳି ଗୋଟେ ସ୍ମାର୍ଟ ସିଟି ଭଳି କରାଯାଇଥିଲା। ନଗର ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ। କୋଉଠି ନା ଏ ହରପ୍ପା ଏବଂ ମହେଞ୍ଜୋଦାରୋ ଆମେ ଯଦି ଦେଖିବା ନଗରକୁ ଦେଖିବା, ତାହେଲେ ଏଇ ସଭ୍ୟତାର ନଗର ବିଶେଷ ଭାବରେ ଦୁଇଟି ଭାଗରେ ବିଭକ୍ତ। ସେଗୁଡିକ ହେଲା ଦୁର୍ଗ ଏବଂ ନିମ୍ନ ସହର। ମହେଞ୍ଜୋଦାରୋ ବା ସିନ୍ଧୁ ସଭ୍ୟତାର ନଗରକୁ ବିଶେଷ ଭାବରେ କେତେ ଭାଗରେ ବିଭକ୍ତ କରାଯାଇପାରେ? ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହଉଛି କଣ? ଦୁର୍ଗ ଏବଂ ଅନ୍ୟଟି ହଉଛି ସହର। ତାପରେ ଆମେ ଦୁର୍ଗ କଣ ଦେଖିବା? ଦୁର୍ଗ ଅଞ୍ଚଳ ପ୍ରାୟ 10 ମିଟର ଉଚ୍ଚର ସୁଉଚ୍ଚ ମଞ୍ଚ ଉପରେ ନିର୍ମିତ। ଦୁର୍ଗ 10 ମିଟର ଉଚ୍ଚ, ତା ଉପରେ ନିର୍ମିତ ଏଭଳି ମଞ୍ଚ ନଗରକୁ ବନ୍ୟା ବିପଦରୁ କଣ କରିଥାଏ ନା ରକ୍ଷା କରିଥାଏ। ଏଥିପାଇଁ ଏ ଦୁର୍ଗ ସବୁ ନିର୍ମାଣ କରାଯାଇଥିଲା। ଧାଡ଼ି ଧାଡ଼ି ହୋଇ ତିଆରି ହୋଇଥିବା ଗୃହ ଗୁଡ଼ିକର ମଧ୍ୟଭାଗରେ 6 ମିଟର ଓସାରର ରାସ୍ତା ରହୁଥିଲା। ଏ ଦୁର୍ଗ ବ୍ୟତୀତ 6 ମିଟର ଓସାରର ରାସ୍ତା ମଧ୍ୟ ସେ ଦୁର୍ଗ ସାଇଡରେ ରହୁଥିଲା। ପ୍ରଥମେ ରାସ୍ତାର ନକ୍ସା ତିଆରି କରାଯାଇ ପରେ ଗୃହ ନିର୍ମାଣ କରାଯାଉଥିଲା। ପ୍ରଥମେ ସେମାନେ ରାସ୍ତାର ନକ୍ସା ତିଆରି କରୁଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସାଇଡରେ ଗୃହ ମଧ୍ୟ ନିର୍ମାଣ କରୁଥିଲେ। ରାସ୍ତା ଗୁଡିକ ଉଭୟକୁ ସମକୋଣରେ ଛେଦ କରୁଥିଲେ। ମାନେ ସବୁ 90 ଡିଗ୍ରୀରେ ସମସ୍ତଙ୍କୁ ଛେଦ କରୁଥିଲେ। ମାନେ ସବୁ ରାସ୍ତା ଗୁଡିକ ବିଶେଷ ଭାବରେ ଆମର ଭୁବନେଶ୍ୱର ରାସ୍ତା ଗୁଡିକ ଯେଭଳି ଭାବରେ ଠିକ ସେଇଭଳି ଭାବରେ ହରପ୍ପା ମହେଞ୍ଜୋଦାରୋ ସଂସ୍କୃତି ଥିଲା। ନିମ୍ନ ସହର ଯଦି ଦେଖିବା, ମୁଖ୍ୟତଃ ସର୍ବସାଧାରଣଙ୍କର ପାଇଁ ଏ ସହର ଉଦ୍ଦିଷ୍ଟ ଥିଲା। ଏହାର ମୁଖ୍ୟ ରାସ୍ତାର ଓସାର ବିଶେଷ ଭାବରେ 10 ମିଟର ରୁ ଅଧିକ ଥିଲା। ଯୋଉଟା ମୁଖ୍ୟ ରାସ୍ତା ରୋଡ ଥିଲା, ସେ ରୋଡର କେତେ ଚଉଡ଼ା ଥିଲା ନା 10 ମିଟର ଚଉଡ଼ା ଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯେ 10 ମିଟର କାହିଁକି ରଖାଯାଉଥିଲା, କାହିଁକି ଅଧିକ ରଖାଯାଇନଥିଲା? ଏହାର ଉଦ୍ଦେଶ୍ୟ ଥିଲା ଯେ ରାସ୍ତା ଉପରେ ଅନ୍ତତଃ 2ଟି ଶଗଡ଼ ଗାଡ଼ି ନିର୍ବିଘ୍ନରେ ଯାତାୟାତ କରିପାରିବ। ଆମେ ଯେମିତି ବର୍ତ୍ତମାନ 2ଟି ଗାଡ଼ି, ବର୍ତ୍ତମାନ ବଡ଼ ବଡ଼ ଗାଡ଼ି ଆମର ରାସ୍ତାରେ ଯାଇପାରୁଛି, ଠିକ ସେଇଭଳି ଭାବରେ ସେମାନେ ମଧ୍ୟ ସେପଟୁ ଗୋଟେ ଆସିବ, ଏପଟୁ ଗୋଟେ ଯିବ। ସେଇଭଳି ନ୍ୟାୟରେ 2ଟି ଗାଡ଼ି ଯେଭଳି ଯାଇପାରିବ, ସେଥିପାଇଁ ସେମାନେ ରାସ୍ତାର ଓସାର 10 ମିଟର ରଖୁଥିଲେ। ରାସ୍ତା ନିର୍ମାଣ ପରେ ଗୃହ ନିର୍ମାଣ କରାଯାଇଥିଲା। ସେମାନେ ପ୍ରଥମେ ରାସ୍ତା ନିର୍ମାଣ କରୁଥିଲେ, ତାପରେ ତା ଦୁଇଟି ପାର୍ଶ୍ୱରେ ଗୃହ ନିର୍ମାଣ କରୁଥିଲେ। ଗୃହ ଗୁଡିକ ମୁଖ୍ୟତଃ ଆୟତାକାର। ଗୃହର ମଧ୍ୟଭାଗରେ ଏକ ବିସ୍ତୃତ ଅଗଣା ଥିଲା। ସେ ସମୟରେ ଯୋଉ ଗୃହ ଗୁଡାକ ତିଆରି କରାଯାଉଥିଲା, ବିଶେଷ ଭାବରେ ତାହା ଆୟତାକାର ଏବଂ ସେ ଗୃହର ମଧ୍ୟଭାଗରେ ଗୋଟେ ଅଗଣା, ବଡ଼ ଅଗଣା ଥିବା ସୂଚନା ମିଳେ ଏବଂ ଅଗଣାର ଚତୁଃପାର୍ଶ୍ୱରେ କୋଠରୀ ଗୁଡିକ ନିର୍ମିତ ହେଉଥିଲା। ସେ ଯୋଉ ଅଗଣା ରହୁଥିଲା ମଝିରେ,
ଏବଂ ତାର ଚାରି ପାଖରେ କିଛି ଗୃହ ମାନେ ଚାରିଆଡୁ ବେଢିକି ଘର ଗୁଡାକ ସବୁ ତିଆରି କରାଯାଉଥିଲା। ଗୃହ ନିର୍ମାଣ ପାଇଁ ଉଭୟ ପୋଡା ଇଟା ଏବଂ କଞ୍ଚା ଇଟା ବ୍ୟବହାର କରାଯାଉଥିଲା। କଣ ନା ଘର ନିର୍ମାଣ ପାଇଁ ବିଶେଷ ଭାବରେ ଉଭୟ କଞ୍ଚା ଇଟା ଏବଂ ଆଉ କଣ ତିଆରି କରାଯାଉଥିଲା ନା ପୋଡା ଇଟା ବ୍ୟବହାର କରାଯାଉଥିଲା। ହେଲା, ପ୍ରତ୍ୟେକ ଗୃହରେ ଗୋଟିଏ ମାତ୍ର ପ୍ରବେଶ ପଥ ଥିଲା। ପ୍ରତ୍ୟେକ ଘରରେ ସେମାନେ କଣ କରିଥିଲେ ନା ଗୋଟିଏ ମାତ୍ର ପ୍ରବେଶ ପଥ ମାନେ ଏଣ୍ଟ୍ରି ପଏଣ୍ଟ ବା ଆମେ ଯୋଉ କହୁଛୁ ଗୋଟିଏ ମାତ୍ର ବାଟ ଥିଲା। ହେଲା, ପ୍ରତ୍ୟେକ ଗୃହ ପାଇଁ ସ୍ୱତନ୍ତ୍ର ନର୍ଦ୍ଦମା ନିଷ୍କାସନ ପ୍ରଣାଳୀ ଥିଲା। ଯୋଉ ସେମାନେ ଯୋଉ ଘର ତିଆରି କରୁଥିଲେ ପ୍ରତ୍ୟେକ ଘରରେ ସେମାନେ କଣ କରୁଥିଲେ ରାସ୍ତାକୁ ଗୋଟେ ନର୍ଦ୍ଦମାକୁ କିଭଳି ଭାବରେ ସେ ଜଳ ଆସିପାରିବ ସେ ବ୍ୟବସ୍ଥା କରୁଥିଲେ। ହେଲା, ଘର ଭିତରେ ମଇଳା ପାଣି ନିଷ୍କାସନ ପାଇଁ ଟେରାକୋଟା ପାଇପ ଗୁଡିକ ସଂଯୋଜନ କରି ଘର ବାହାରେ ରାସ୍ତାର ପାର୍ଶ୍ୱରେ ଥିବା ମୁଖ୍ୟ ନର୍ଦ୍ଦମା ସହ ସଂଯୋଗ କରୁଥିଲେ। କଣ କରୁଥିଲେ ମାନେ ଘରର ଯୋଉ ମଇଳା ଦୂଷିତ ପାଣିକୁ ସେମାନେ ପାଇପ ସାହାଯ୍ୟରେ ଟେରାକୋଟା ପାଇପ ସାହାଯ୍ୟରେ କଣ କରୁଥିଲେ ନା ସେମାନେ ଯୋଉ ଆମର ସହରର ଯୋଉ ମୁଖ୍ୟ ବା ରାସ୍ତା କଡରେ ଥିବା ଯୋଉ ମୁଖ୍ୟ ନର୍ଦ୍ଦମା ସେ ନର୍ଦ୍ଦମା ସହିତ ଯୋଡୁଥିଲେ। ବୁଝି ହଉଛି, ମୁଖ୍ୟ ନର୍ଦ୍ଦମା ପୋଡା ଇଟାରେ ନିର୍ମିତ ଏବଂ ପଥର ଦ୍ୱାରା ଆବଦ୍ଧ କରାଯାଇଥିଲା। ସେ ଯୋଉ ମୁଖ୍ୟ ନର୍ଦ୍ଦମା କଣ ନା ପୋଡା ଇଟାରେ ତିଆରି କରାଯାଇଥିଲା ଏବଂ ପଥର ଦ୍ୱାରା ତାକୁ ଆବଦ୍ଧ ମଧ୍ୟ କରାଯାଉଥିଲା। ଗଳି ଓ ଉପଗଳିରେ ଥିବା ନାଳ ଗୁଡିକ ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ମୁଖ୍ୟ ନାଳକୁ ସଂଯୋଗ କରୁଥିଲା। ଯୋଉ ଗଳିରେ ଛୋଟ ଛୋଟ ଗଳିରେ ଯୋଉ ଛୋଟ ଛୋଟ ଡ୍ରେନ ଗୁଡାକ ଥିଲା ତାହା ପୁଣି ମୁଖ୍ୟ ନାଳ ସହିତ କଣ କରୁଥିଲା ନା ଯୋଡି ହେଇଥିଲା। ହେଲା, ନିର୍ଦ୍ଦିଷ୍ଟ ବ୍ୟବଧାନରେ ମାଇଲ ଖୁଣ୍ଟ ବୁଝି ହଉଛି, ନିର୍ଦ୍ଦିଷ୍ଟ ବ୍ୟବଧାନରେ ସେମାନେ ମାଇଲ ଖୁଣ୍ଟ ମାନେ ଯୋଉ ଆମେ ଯୋଉ କେତେ ମାଇଲ ହେଲା ଯୋଉ ଆମେ ବର୍ତ୍ତମାନ କିଲୋମିଟର ଖୁଣ୍ଟ କହୁଛେ ସେ ସମୟରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସେମାନେ ମାଇଲ ଗୋଟେ ମାଇଲ କୁ ଗୋଟେ ମାଇଲ ଖୁଣ୍ଟ ସେ ସମୟରେ ରାସ୍ତାର ମାପ କେମିତି କରାଯାଉଥିଲା ନା ମାଇଲ ହିସାବରେ କରାଯାଉଥିଲା। ତେଣୁକରି ସେମାନେ କଣ କରୁଥିଲେ ପିଲାମାନେ ନା ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସେମାନେ ମାଇଲ ଖୁଣ୍ଟ ତାପୁଥିଲେ ବା ଲଗଉଥିଲେ। ସବୁ ନିର୍ମାଣ କରାଯାଇଥିଲା ସବୁ ମାଇଲ ଖୁଣ୍ଟ ଗୁଡାକ। ବର୍ତ୍ତମାନର ଭଳି ଠିକ ଅଛି, ନର୍ଦ୍ଦମାର ଗଭୀରତା ପ୍ରାୟ 6 ଫୁଟ ରହୁଥିଲା। ପିଲାମାନେ ସେ ନର୍ଦ୍ଦମାର ଗଭୀରତା କେତେ ଥିଲା ନା 6 ଫୁଟ ଥିଲା। ଯଦି ପ୍ରଶ୍ନ ଆସେ ଯେ ତତ୍କାଳୀନ ଡ୍ରେନେଜ ବ୍ୟବସ୍ଥା ବା ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ଲେଖ 3 ମାର୍କିଆ ଯଦି 2 ମାର୍କିଆ ପ୍ରଶ୍ନ ଆସେ ତାହେଲେ ତମେ ଲେଖିବ ଯେ ବିଶେଷ ଭାବରେ ସହରର ମୁଖ୍ୟ ଡ୍ରେନ ସହିତ ବା ମୁଖ୍ୟ ନର୍ଦ୍ଦମା ସହିତ ଗଳି ନର୍ଦ୍ଦମା ଗୁଡାକ ଯୋଡା ଯାଉଥିଲା ଏବଂ ଯୋଉ ମୁଖ୍ୟ ନର୍ଦ୍ଦମାର ଗଭୀରତା 6 ଫୁଟ ଥିଲା ତାହା ଇଟା ଦ୍ୱାରା ପୋଡା ଇଟା ଦ୍ୱାରା ନିର୍ମାଣ କରାଯାଉଥିବା ଏବଂ ପଥର ଦ୍ୱାରା ଉପର ତାକୁ କ୍ଲୋଜ କରାଯାଉଥିଲା ବା ଢଙ୍କା ଯାଉଥିଲା। ବୁଝିହଉଛି, ଇଏ ହଉଛି ତମର ଆମର ହରପ୍ପା ସଭ୍ୟତାର ନଗର ପରିକଳ୍ପନା ଏବଂ ନଗରର ଗଠନ ଶୈଳୀ ସମ୍ପର୍କରେ ମୁଁ କିଛି କଥା କହିଲି। ଆସନ୍ତା କ୍ଲାସରେ ଆମେ ଆଲୋଚନା କରିବା ଯେ ଏହାର ବାସଗୃହ କିଭଳି ଭାବରେ ନିର୍ମାଣ କରାଯାଉଥିଲା ହରପ୍ପା ସଭ୍ୟତାରେ ସେ ସମ୍ପର୍କରେ ଆଲୋଚନା କରିବା। ଆଜି ପାଇଁ ଏତିକି। ଯଦି ଭିଡିଓଟି ତମମାନଙ୍କୁ ଭଲ ଲାଗୁଛି ତାହେଲେ ଆମକୁ ସବସ୍କ୍ରାଇବ କର
ଆମକୁ କମେଣ୍ଟ କର, ଆଉ କୋଉ ବିଷୟରେ ଆଲୋଚନା କରିବା ଏବଂ ନିଜ ସାଙ୍ଗସାଥିମାନଙ୍କ ସହିତ ୱେଷ୍ଟର୍ଣ୍ଣ ଏକାଡେମୀର ଏଇ +2 କ୍ଲାସ୍‌କୁ ତମେମାନେ ସେୟାର କର। ଥ୍ୟାଙ୍କ ୟୁ ସୋ ମଚ୍।